ବାଲେଶ୍ୱର ଜିଲ୍ଲା ନୀଳଗିରିରେ ପହଣ୍ଡି ବିଜେ ପରେ ଶ୍ରୀଜଗନ୍ନାଥ, ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ରଥଟଣା ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କ ରଥକୁ ଟାଣି ଟାଣି ନେଇଛନ୍ତି ମାଉସୀ ଘରକୁ। ପୂର୍ବ ପରମ୍ପରା ଅନୁସାରେ ତିନି ଠାକୁରଙ୍କୁ ପହଣ୍ଡି କରାଇ ରଥରେ ରହିବା ପରେ 2 ଦିନରେ ମାଉସୀଙ୍କ ଘରେ ପହଞ୍ଚନ୍ତି। ମୟୂରଭଞ୍ଜ ରଥଯାତ୍ରା ସହିତ ଏଠିକାର ରଥଯାତ୍ରାର ସାମଞ୍ଜସ୍ୟ ରହିଛି ବୋଲି କୁହାଯାଇପାରେ। ରୀତିନୀତି ଅନୁସାରେ ରଥଯାତ୍ରା ଦିନ ତିନି ଠାକୁରଙ୍କର ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥାଏ। ଜଗନ୍ନାଥଙ୍କର ଆଦିସେବକ ରାଜା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୂଜା ଓ ଆଳତି କରନ୍ତି ଓ ପରେ ପହଣ୍ଡି ଆରମ୍ଭ ହୁଏ। ଜଣକ ପରେ ଜଣକୁ ପହଣ୍ଡି କରି ଅଣାଯାଇ ସିଂହଦ୍ୱାର ସମ୍ମୁଖରେ ପୂଜା କରାଯାଇଥାଏ। ସିଂହଦ୍ୱାରରୁ ରଥ ନିକଟକୁ ତିନି ଠାକୁରଙ୍କୁ ଭକ୍ତମାନେ ପହଣ୍ଡି କରି ନେବା ବେଳେ ରାଜା ଆଗରେ ରହି ଛେରା ପହଁରା କରି ଚାଲିଥାନ୍ତି। ପହଣ୍ଡିର ପରଦିନ ଅପରାହ୍ନରେ ଆରମ୍ଭ ହୋଇଥାଏ ରଥଟଣା। ପ୍ରଥମ ଦିନ ମନ୍ଦିର ଠାରୁ ଅଳ୍ପ ବାଟ ଯାଇ ଶଙ୍କରାଖୁଣ୍ଟା ପୋଖରୀ ନିକଟରେ ଅଟକି ଯାଏ ଏବଂ ପରଦିନ ପୁଣି ରଥଟଣା ହୁଏ। ରଥଯାତ୍ରାର ପ୍ରଥମ ଦିନ ନୀଳଗିରିରେ ଭକ୍ତଙ୍କର ଭିଡ଼ ଲାଗିଥିଲା। ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିଥିଲେ। ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ କଟୁଆ, ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେଙ୍କ ସହ ଭକ୍ତମାନେ ମିଶି ରଥ ଟାଣିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆକର୍ଷଣରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ଆକର୍ଷିତ ଆସନ୍ତି। ଆଜି ସେପରି ଆସିଛନ୍ତି। ଆଜି ଅଗଣିତ ଭକ୍ତ ରଥ ଟାଣୁଛନ୍ତି ଆନନ୍ଦରେ ଆବେଗରେ। ଜଗନ୍ନାଥ ଲାଭ ସେଠି ଆମେ ନିମିତ୍ତ ମାତ୍ର। ଜଗନ୍ନାଥଙ୍କର ରଥଯାତ୍ରା ସମସ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ଆଜି ପାଗ ବହୁତ ବଢିଆ କରିଛି। ସମସ୍ତେ ବେଶ ଆନନ୍ଦରେ ଅଛନ୍ତି। ପ୍ରାୟ ଲକ୍ଷାଧିକ ଲୋକଙ୍କର ସମାବେଶ ହେଇସାରିଲାଣି। ବଡ଼ଦାଣ୍ଡ ଜନସମୁଖର ଦିଗରେ ଅପୂର୍ବ ଆମେ ସମସ୍ତେ ବହୁତ ଆନନ୍ଦରେ ଦେଖନ୍ତୁ। ଇଏ ଗୋଟେ ବର୍ଷରେ ଗୋଟେ ଦିନ ସୁଯୋଗ ମିଳେ ଯେଠି ପ୍ରଭୁ ଭକ୍ତ ଭଗବାନ ଏକାକାର ହବା ପାଇଁ ବଡ଼ଦାଣ୍ଡକୁ ପ୍ରଭୁ ଛୁଟି ଆସନ୍ତି। ଇଏ ନୀଳଗିରିବାସୀ ଯେତେ ଜନସାଧାରଣ ଯେଉଁମାନେ ଅଛନ୍ତି ସମସ୍ତଙ୍କର ସୌଭାଗ୍ୟ ନୀଳଗିରିରେ ରଥ ଟାଣିବା ବା ନୀଳଗିରିରେ ପ୍ରଭୁଙ୍କୁ ପାଖାପାଖି ହବା ବା ଠାକୁରଙ୍କ ପାଖରେ ଅଳି ଅର୍ଦ୍ଦରୀ ଜଣେଇବା ଇଏ ସୌଭାଗ୍ୟ ବର୍ଷରେ ଥରେ ମିଳେ। ତେଣୁ ଆଜି ସେ ପ୍ରକାର ଏକ ଦିନ ଭକ୍ତ ଭଗବାନ ଏକାକାର ହେଇଛନ୍ତି। ବଡ଼ଦାଣ୍ଡରେ ରଙ୍ଗୋଲି କଟା ହେଇଛି ଆଉ ଓଡ଼ିଶୀ ନୃତ୍ୟ ଚାଲିଛି ଟ୍ରାଡିସନାଲ ଭାବରେ। ଘଣ୍ଟ ଆସିଛନ୍ତି ପୁରୀରୁ, ଘଣ୍ଟ ମୋଡୁଛନ୍ତି ଏବଂ ଆପଣ ଦେଖିବେ ୱାଟର ଫାଉଣ୍ଟେନ ମ୍ୟୁଜିକ ଅନୁସାରେ ବାଜୁଛି ଏବଂ LCD ସାହାଯ୍ୟରେ ସମସ୍ତଙ୍କୁ ଟେଲିକାଷ୍ଟ କରାହଉଛି। ପ୍ରମୋଦ ଉଦ୍ୟାନ ମଧ୍ୟ ଆଜି ପାଖାପାଖି ତିଆରି ସରିଲାଣି। ସେଲ୍ଫି ପଏଣ୍ଟ ହଉଛି। ଆଜି ନୀଳଗିରିରେ ଲକ୍ଷ ଲକ୍ଷ ଜନସାଧାରଣ ସମସ୍ତେ ଆସିଛନ୍ତି ଆଜି ଭକ୍ତ ଭଗବାନ ଏକାକାର ହେବା ପାଇଁ ଏବଂ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଯେମିତି ସମସ୍ତଙ୍କ ଜୀବନରୁ ଦୁଃଖ ଉପସରି ଯାଉ, ସମସ୍ତ ଜୀବନରେ ସୁଖ। ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଏବଂ ଠାକୁରମହଲ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।